तम समस्त को मु स्वागत करछु मो यूट्यूब चैनल तो +2 सेकेंड ईयर आर्ट साइंस कॉमर्स तो आर्ट साइंस कॉमर्स पिला तो तम मानक पई ने आछि कोन ना तो पिला माने तम मानक पई ने आछि कोन ना तमरा होछि जो 2 मार्किया 3 मार्किया सिलेक्शन क्वेश्चन आंसर 2 मार्क एवं 3 मार्क रो कोन ना सिलेक्शन क्वेश्चन जोटा बहुत गुरुत्वपूर्ण एवं तमरा कोन 2 मार्क 3 मार्क खाली कोन पद्य गद्य एवं गल्प तो बुझेला प्रबंध पद्य एवं गल्पर मु नै आसी तो चला हमें स्टार्ट करबा समस्त देखिबा कोन सब देछि तो समस्त को मोर जय जगन्नाथ जय श्री राम राधे राधे पिला माने तो चला हमें स्टार्ट करबा भारत सरकार अमेरिका थिबा छात्र पाखको कोन चिट्ठी लिखिथिले तो विषय देखो स्वाधीन देशर शिक्षा चिंतार प्राबंधिक गोलक बिहारी धड़ भारत रे विशेषज्ञ मानकु विशेष सम्मान मिलु नथिबारु भारतीय छात्र माने पाठ पढ़ी सारिला परे अमेरिका छाड़ी आसीबाकू चाहू नाहंती सेति पई भारत सरकार अमेरिका थिबा जने छात्रंक पाखकू चिट्ठी लिखिथिले भारत सरकार तो अमेरिका सरकार परी धनी नुहंती तेनु अंततः निज देशर सेवा करिया पई निज देशकू फेरी आसंतु परवर्ती क्वेश्चन केउ मानकु निराश न करी अविरत बारीपत करबाकू लेखक जलदकू अनुरोध करछन तो केउ मानकु निराश न करी एटा कोना पुष्पपुर रे वर्षा वर्णन लेखक के ना कृष्ण तो पिला माने आउ थरे तुमको कहि रखुची जदी तुमको क्वेश्चन ना आंसर न आसिला तमे 1 मार्क पाइबो काहे कि ना तमे विषय जदी लेखक ना लिखिथिबो ताले तमे 1 मार्क पाइ जिवो तो वनवासी मानकु निराश न करी कोना अविरत बारीपत କରିବାକୁ लेखक जलदକୁ ଅନୁରୋଧ କରିଛନ୍ତି କାହିଁକି ପିଲାମାନେ ନା କାରଣ ବନବାସୀ ମାନେ ଜଳଦ ବ୍ୟତୀତ କଣ ନା ବନବାସୀ ମାନେ କେବଳ ସେ କାହା ନା ଜଳଦ ବ୍ୟତୀତ ଆଉ କାହାର ଅନୁଗ୍ରହ ଲୋଡନ୍ତି ନାହିଁ ସଦାଜିତ ଧନରେ ଉଦାର ପୋଷଣ ସୁନ୍ଦର ସ୍ୱାସ୍ଥ୍ୟ ନିର୍ମଳ ମନ ସେମାନଙ୍କ ଜୀବନର କାମ୍ୟ ଥିବାରୁ କାରଣ ବନବାସୀ ମାନଙ୍କର ଏସବୁ କଣ ନା ତାଙ୍କର ସୁନ୍ଦର ସ୍ୱାସ୍ଥ୍ୟ ନିର୍ମଳ ମନ ତ ସେମାନଙ୍କର ପରମ କାମ୍ୟ ଥିବାରୁ ସେମାନଙ୍କୁ ନିରାଶ ନ କରି ଅବିରତ ବାରିପତରେ ବନଭୂମିକୁ ଶ୍ୟାମଳ ଓ ଉର୍ବର କରିଦେବାକୁ କବି ଜଳଦକୁ କଣ ନା କହିଛନ୍ତି ପରବର୍ତ୍ତୀ କ୍ୱେଶ୍ଚନ ଅଗାଧୁ କଥା ଶୁଣି ପୁରୋହିତ କଣ କଲେ ଅଗାଧୁ କଥା ଶୁଣି ପୁରୋହିତ କଣ କଲେ ବିଷୟ ତିନି ତୁଣ୍ଡରେ ଲେଖକ ଭୁବନେଶ୍ୱର ବେହେରା ଅଗାଧୁ କଥା ଶୁଣିବା ପୂର୍ବରୁ କଣ ନା ଅଗାଧୁ କଥା ଶୁଣିବା ପୂର୍ବରୁ ପୁରୋହିତଙ୍କୁ ପାଣୁ ଓ ରାଧୁ ସେ ବୋହି ନେଇଥିବା ଛେଳିକୁ କୁକୁର ବୋଲି କରିଥିଲେ ମାନେ ଅଗାଧୁ କଥା ଶୁଣି ପୁରୋହିତ ଅଗାଧୁ ଯେତେବେଳେ ପୁରୋହିତଙ୍କୁ କିଛି କହିବା ଆଗରୁ ତା ପୂର୍ବରୁ କିଏ ନା ପାଣୁ ରାଧୁ ସେ ଯୋଉ ବୋହି ନେଇ ଯାଉଥିଲେ ଛେଳିକୁ ସେ କୁକୁର ବୋଲି କରିଥିଲେ ଅଗାଧୁ ଛେଳିଟିକୁ ଜାତିଆ କୁକୁର ବୋଲି କହିବାରୁ ପୁରୋହିତ ସେଇଠି ଛେଳିଟିକୁ ରାସ୍ତା ଉପରେ କଣ କଲେ ନା ଠିଆ ଠିଆ କଚାଡି ଦେଲେ ରାଗରେ ଲାଜରେ ଆଉ ଭଲ ଚାଷମ ହଳଟିଏ ନ କିଣି ଏମିତି ହଟହଟା ହୋଇଥିବା ଯୋଗୁ ଦୁଃଖରେ ନିଜ କର୍ମକୁ ନିନ୍ଦି ଯଜମାନଙ୍କୁ ଅଭିଶାପ ଦେଇ ଗାଁ ଆଡକୁ ସେ ଦୌଡିଥିଲେ ନେକ୍ସଟ ନିଘଞ୍ଚ ବନ ମଧ୍ୟରେ ଥିବା ବନବାସୀ ମାନଙ୍କ ବାସଭୂମିକୁ ଜଳଦ କିପରି ଚିହ୍ନି ପାରିବ କିପରି ନା ବିଷୟ ପୁଷ୍ପପୁରରେ ବର୍ଷା ବର୍ଣ୍ଣର ଲେଖକ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ନିଘଞ୍ଚ ବନ ମଧ୍ୟରେ ଥିବା ବନବାସୀ ମାନଙ୍କ ବାସଭୂମିକୁ ଜଳଦ ସହଜରେ ଚିହ୍ନି ପାରିବ ନାହିଁ ବୋଲି ପ୍ରାବନ୍ଧିକ ବନବାସୀଙ୍କ ବାସଭୂମିର କେତେକ ସୂଚନା ଦେଇଛନ୍ତି ସେ ଜଳଦକୁ କହିଛନ୍ତି ଗୋପାଳର ଗଳଘଣ୍ଟି ବା ଗୋପାଳର ବେଣୁଶୂନ୍ୟ ଶୁଣି କିମ୍ବା କୁଟୀରରୁ ଉଦ୍ଗତ କୁଣ୍ଡଳୀଭୂତ ଧୂମ ଦେଖି ଗ୍ରାମର ସୀମା ଜାଣି ପାରିବ ସଂକୀର୍ଣ୍ଣ ପଥରେ ଶ୍ରେଣୀବଦ୍ଧ ନରନାରୀଙ୍କ ପ୍ରଭାବ ଅଗ୍ରସର ନବଯୁବ ମାନଙ୍କ ବେଣୁଶୂନ୍ୟର ଅନୁକୃତିର ଲଳନା କଣ୍ଠର ଐକ୍ୟତାନିକ ଲଳିତ ସ୍ୱରରେ ବନଭୂମିକୁ ନିନାଦିତ କରୁଥିବ ସେଥିରୁ ଜଳଦ ବନବାସୀଙ୍କ ବାସଭୂମିକୁ ଚିହ୍ନି ପାରିବ ନେକ୍ସଟ ଭାରତ ବର୍ଷର ସ୍ୱାଧୀନତାକୁ କାହିଁକି ସମ୍ଭାଳି ହେବ ନାହିଁ ବୋଲି କୁହାଯାଇଛି ତ ବିଷୟ ସ୍ୱାଧୀନ ଦେଶର ଶିକ୍ଷା ଚିନ୍ତାର ପ୍ରାବନ୍ଧିକ ଗୋଲକ ବିହାରୀ ଧଳ ଭାରତ ବର୍ଷରେ ସାମ୍ପ୍ରତିକ ଶିକ୍ଷାର ମାନଦଣ୍ଡ ନିମ୍ନଗାମୀ ହୋଇଛି କେତେକ ବିଶ୍ୱବିଦ୍ୟାଳୟରୁ କେତେକ ବିଶ୍ୱବିଦ୍ୟାଳୟକୁ ନା ଶହ PhD ଡିଲ୍ଟି ଧାରୀ ବାହାରୁଥିଲେ ହେଁ ସେମାନଙ୍କର ଗୋଟିଏ ହେଲେ ଗବେଷଣା ଉଚ୍ଚ ଜ୍ଞାନ ରାଜ୍ୟରେ ସମ୍ମାନ ପାଇନାହିଁ ତେବେ ଶିକ୍ଷା ବ୍ୟବସ୍ଥାର ତଳ ତ ଯାହା ଉପରଟା ଯଦି ଫାଙ୍କା ହୋଇଥାଏ ତେବେ ଖାଲି ଆବାଜରେ ଭାରତ ବର୍ଷର ସ୍ୱାଧୀନତାକୁ ସମ୍ଭାଳି ହେବ ନାହିଁ ବୋଲି ପ୍ରାବନ୍ଧିକ ମତ ପୋଷଣ କରିଛନ୍ତି
नेक्स्ट जमदूत बोली कवि काहाकू कहिसेंती ओ काहेकी जमदूत बोली कवि काहाकू कहिसेंती पिलामाने ना कविता बंदीर विरह व्यथा कवि गोपबंधु दास बंदीशाळार सिपाहीकू कवि काहाकू जमदूत बोली ना गोपबंधु दास जो बंदी रे थिले तो बंदीशाळार सिपाहीकू कोन ना कवि जमदूत बोली कहिसेंती जमदूत जे भली अत्यंत कोन तेना निष्ठुर ओ ता हृदय रे करुणा नथाए सेही भली सिपाहींकर अनुरोध प्रति कर्णपात करी नाही जमदूत काहारी कथा न सुनला परी सिपाहीर निष्ठुर व्यवहार को लक्ष्य करी कवि एभली कहिसेंती नेक्स्ट जय हो पीड़नर कहिबार तात्पर्य कौन जय हो पीड़नर कविता होची वार्तार कवि सच्चिदानंद राउतराय पीड़नर जय हो बोली कवि कहिसेंती काहेकि ना पीड़न जेते अधिक हेबो पीड़ित तार कारण को सेते कोन ना खोजिब एहार कारण खोजी पीड़नर उच्छेद पाई विप्लव करिब दासत्व बंधनरु मुक्त हेब पीड़न को निर्मूल करिब तेणु कवि पीड़न को स्वागत करिसेंती तो परवर्ती क्वेश्चन कौन देला राजा प्रजा एबे हेले बाजपारा केउ प्रसंग रे कुहा जाईछि ना कवि होचंती किए ना राधानाथ राय कविता होची कोन ना बड़ पण कवि दरबार रे जोग देथिबा राजा मानकु व्यंग करी पूर्व राजा मानकर महत्व प्रतिपादन करिसेंती पूर्व राजा माने राज्य को एक परिवार भली मने करुथिले एवं प्रजा मानक मंगल पई सदा तत्पर हेउथिले मात्र वर्तमान राजा माने प्रजा मानकु बहु भावरे कोन ना बहु भावरे शोषण मध्य करुछंती ଯାହାକୁ କବି ଖାଦକ ଖାଦ୍ୟର ସମ୍ପର୍କ ବା ବାଜ ଓ ପାରର ସମ୍ପର୍କ ସହିତ ତୁଳନା କରିଛନ୍ତି ତାପରେ ନେକ୍ସଟ ଗୋଷ୍ଠୀ ମୁଖେ ଢାଳି ଯଜ୍ଞ କୁଣ୍ଡ ଘୃତ କେଉଁ ପ୍ରସଙ୍ଗରେ କୁହାଯାଇଛି କବି ହେଉଛନ୍ତି କିଏ ନା ରାଧାନାଥ ରାୟ କବିତା ବଡପଣ କବି ସେ ସମୟର ରାଜା ଯେଉଁମାନେ କି ଦରବାରରେ ନିଜର ବଡପଣା ଦେଖାଇ ହେଉଛନ୍ତି ସେମାନଙ୍କୁ ବ୍ୟଙ୍ଗ କରି ଏଭଳି କହିଛନ୍ତି ପ୍ରଜାଙ୍କୁ ଶୋଷଣ କରି ରାଜାମାନେ ଯେଉଁ ଧନ ଲୁଣ୍ଠି ନେଉଛନ୍ତି ତାହାକୁ ସେମାନେ ଗଣିକା ଓକିଲ ଛାମୁଆଙ୍କ ପୋଷଣ ପାଇଁ ବ୍ୟୟ କରୁଛନ୍ତି ପାପ ଅର୍ଜିତ ଧନକୁ ପ୍ରାୟଶ୍ଚିତ ବ୍ୟୟ ନ କରି ଏଭଳି ବ୍ୟୟ କରିବା ଦ୍ୱାରା ସେମାନେ ଅଧିକ ପାପ କରୁଛନ୍ତି ଏହା ଯଜ୍ଞରେ ବ୍ୟବହାର କରାଯିବାକୁ ଥିବା ଘୃତକୁ ଘୁଷୁରୀ ମୁଖରେ ଢାଳିବା ସଦୃଶ ବୋଲି କବି ଆକ୍ଷେପ କରିଛନ୍ତି ତାପରେ ନେକ୍ସଟ ଦେଶୀ କନ୍ୟାଙ୍କ ସମ୍ପର୍କରେ ରାଜୀବ ଲୋଚନ ପଟ୍ଟନାୟକ କଣ କହିଥିଲେ ଗଳ୍ପ ସଭ୍ୟ ଜମିଦାର ଗାଳ୍ପିକ ଫକୀରମୋହନ ସେନାପତି ଦେଶୀ କନ୍ୟାଙ୍କ ସମ୍ପର୍କରେ ରାଜୀବ ଲୋଚନ ପଟ୍ଟନାୟକ କହିଥିଲେ ଯେ ଦେଶୀ କନ୍ୟା ଗୁଡିକ କଣ ନା ସେମାନେ ଅଶିକ୍ଷିତ ପାଠ ପଢା ଜାଣିନାହାନ୍ତି ତେଣୁ ସଂସ୍କାରହୀନ ସଂସ୍କାର କଣ ଜାଣିନାହାନ୍ତି ଅସଭ୍ୟତାରେ ସେମାନେ ସଭ୍ୟତା ବୋଲି ତାଙ୍କୁ ଜଣା ନାହିଁ ଲୁଗା ଖଣ୍ଡ ମଧ୍ୟ ସେ ପିନ୍ଧି ଜାଣିନାହାନ୍ତି ଅଧା ଲଙ୍ଗଳା ହୋଇଯାନ୍ତି ମୁହଁ ଢାଙ୍କି ମୂଷା ପରି ଗାତରେ ଲୁଚି ରହିଥାନ୍ତି ସଭ୍ୟତା ସେମାନଙ୍କୁ ଜଣା ନାହିଁ ତ ରାଜୀବ ଲୋଚନ ଦେଶୀ କନ୍ୟାଙ୍କ ବିଷୟରେ ଏମିତି କହିଛନ୍ତି ନେକ୍ସଟ କେଉଁ କଥା ରାୟବାହାଦୁରଙ୍କ ଚରମ ପରାଜୟ ଘୋଷଣା କରୁଥିଲା ଗଳ୍ପ ପତାକା ଉତ୍ତୋଳନ ଗାଳ୍ପିକ ସୁରେନ୍ଦ୍ର ମହାନ୍ତି ସ୍ୱାଧୀନତା ଦିବସରେ ବାଜୁଥିବା ଶଙ୍ଖ ଘଣ୍ଟ ହୁଳାହୁଳି ଓ ତୋପର ମିଳିତ ଶବ୍ଦରେ ରାୟବାହାଦୁରଙ୍କ ନିଦ ଭାଙ୍ଗି ଯାଇଥିଲା ଜୟ ସ୍ୱାଧୀନ ଭାରତ କି ଜୟ ଧ୍ୱନିରେ ସେ ଅତିଷ୍ଠ ହୋଇ ପଡିଥିଲେ ସେଥିରୁ ନିଷ୍କୃତ ପାଇବା ପାଇଁ ସେ ଘରର ସବୁ ଝରକା କବାଟ ବନ୍ଦ କରିଥିଲେ ତଥାପି ଜୟନଦ ତାଙ୍କୁ ସୁତ୍କୀର୍ଣ୍ଣ ସଳଖ ରୂପେ ବିଦ୍ଧ କରି ତାଙ୍କର ଚରମ ପରାଜୟର ଘୋଷଣା କରୁଥିଲେ ନେକ୍ସଟ ଗଙ୍ଗାର କେଉଁ ଦୃଶ୍ୟ ମୁକ୍ତକୋଷୀ ଦ୍ରୌପଦୀର ବେଣୀବନ୍ଧନ ପରି ମନେ ହୋଇଛି ଗଳ୍ପ ରୂପନୟନ ସାର ଗାଳ୍ପିକ ଅକ୍ଷରମୋହନ ପଟ୍ଟନାୟକ ଅସ୍ତଗାମୀ ସୂର୍ଯ୍ୟଙ୍କର ଲାଲ କିରଣ ଗଙ୍ଗାର ଜଳ ଉପରେ ପଡି ଲାଲେ ଲାଲ ଦେଖା ଦେଇଛି ସେହି ଦୃଶ୍ୟକୁ ଦେଖି ଗାଳ୍ପିକ କହିଛନ୍ତି ମୁକ୍ତକୋଷୀ ଦ୍ରୌପଦୀର ଯେପରି ବେଣୀବନ୍ଧନ ହୋଇଛି ଦ୍ରୌପଦୀ ଦୀର୍ଘ ଦିନ ଧରି କଣ ନା କେଶକୁ ମୁକୁଳା ରଖିଥିଲା ଏବଂ ଶପଥ କରିଥିଲା ଦୁଃଶାସନ ରକ୍ତରେ ବେଣୀବନ୍ଧନ କରିବ ଗଙ୍ଗାର ଜଳ ଲାଲ ବର୍ଣ୍ଣ ଦେଖାଯାଉଥିବାରୁ କଥାକାର ତା ସହିତ ମହାଭାରତର ଏହି ପ୍ରସଙ୍ଗକୁ ତୁଳନା କରିଛନ୍ତି ନେକ୍ସଟ
ହଂସ ମାନେ କମ୍ବୁଗ୍ରୀବକୁ କେଉଁ କଥା ମନେ ପକାଇ ଦେଇଥିଲେ ଓ କାହିଁ? ଗଳ୍ପ ଆକାଶ କଇଁଚର ଗାଳ୍ପିକ ମନୋଜ ଦାସ। ହଂସମାନେ ପରୀକ୍ଷାମୂଳକ ଭାବେ କମ୍ବୁଗ୍ରୀବକୁ ଅଧକୋଷ ଅତିକ୍ରମ କରାଇ ନେଇ ଏକ ଅନୁଚ୍ଚ ପାହାଡ଼ ଉପରେ ଅବତରଣ କଲେ। ପରୀକ୍ଷା ସଫଳ ହେବାରୁ ସେମାନେ ପୁଣି ଉଡ଼ିବା ଆରମ୍ଭ କରିବା ପୂର୍ବରୁ ଶୂନ୍ୟରେ ଥିବା ଯାଏ ମୁହଁ ନ ଖୋଲିବା ପାଇଁ କଇଁଛକୁ କହିଥିଲେ। ମାତ୍ର ଅବତରଣ ନ କରି ଏକଥା କହିଥିଲେ କାହିଁକି ନା ଯଦି ସେ ମୁହଁ ଖୋଲିବ ତାହେଲେ ସେମାନେ ଗଳି ପଡ଼ିବେ। ତ ଏକଥା ମାତ୍ର ଅବତରଣ ନ କରି ଏକଥା କହିଥିଲେ ଚଳିଥାନ୍ତା ବୋଲି କମ୍ବୁଗ୍ରୀବ କହିଲା। ଏହା ଶୁଣି ହଂସମାନେ ମନେ ପକାଇ ଦେଉଥିଲେ, ଅବତରଣ ନ କରି ଏକଥା କହିଲେ ତମ ଅବସ୍ଥା ଶୋଚନୀୟ। ମାନେ ଯଦି କହିଦେଇଥାନ୍ତେ ସେମାନେ ଗଳି ପଡ଼ିଥାନ୍ତେ, ଯାହାଫଳରେ ସେମାନେ ମରଣ ମୁଖରେ ପଡ଼ିଥାନ୍ତେ। ନେକ୍ସଟ, ମାଷ୍ଟରଜୀ କ'ଣ କଲେ ଅଚେତନ ଜାତିର ମସ୍ତିଷ୍କରେ ଚେତନା ସଞ୍ଚାରିତ ହେବ ବୋଲି ଅଶୋକ କହିଛନ୍ତି? ଗଳ୍ପ ନୂପନ ସାହାର, ଗାଳ୍ପିକ ଅଖିଳମୋହନ ପଟ୍ଟନାୟକ। ମାଷ୍ଟରଜୀଙ୍କ ପ୍ରିୟ ଶିଷ୍ୟ ହେଉଛି ଅଶୋକ। ମାଷ୍ଟରଜୀ ଜୀବନର କରୁଣ କାହାଣୀ ଶ୍ରବଣ କରି ଅଶୋକ ଶିକ୍ଷକ ଜାତି ପ୍ରତି ସରକାରୀ ଉଦାସୀନତା ଅନୁଭବ କରିଛନ୍ତି। ଏଥିପାଇଁ ସେ ନିଜକୁ ଅପରାଧୀ ମନେକରି ବିସ୍ମୟ ବିମୂଢ଼ ପାଲଟି ଯାଇଛନ୍ତି। ନିଜର ସ୍ଥିତାବସ୍ଥା ଭୁଲି ଆଗକୁ ପାଦ ପକାଇ ଚାଲିଥିବା ବେଳେ ସେ କ୍ଷମତାନ୍ଧ ମଧ୍ୟପ ଜାତିକୁ ଜାଗ୍ରତ କରିବା ପାଇଁ ସେ କହିଛନ୍ତି। ମାଷ୍ଟରଜୀ ଲମ୍ବା ଚାବୁକ ଧରି ଏ ଜାତିକୁ ଅତ୍ୟନ୍ତ ନିର୍ଦ୍ଦୟ ଭାବେ ପିଟି ଚାଲୁଛନ୍ତି। ଫଳରେ ଏ ମୃତ ଜାତିର ଚେତନା ସଞ୍ଚାରିତ ହେବ। ତ ପିଲାମାନେ ତମମାନଙ୍କ ପାଇଁ 2 ମାର୍କିଆ 3 ମାର୍କିଆ ସିଲେକ୍ସନ କୋଶ୍ଚିନ୍ ନେକ୍ସଟ କ୍ଲାସକୁ ଆହୁରି ନେଇ ଆସିବା। ତ ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍ ସେୟାର ସବସ୍କ୍ରାଇବ କରିଦେବ। ରହୁଛି ଧନ୍ୟବାଦ। ଜୟ ଜଗନ୍ନାଥ।